ଦୁଇ ଦିନ ତଳେ ଗଞ୍ଜାମ ଜିଲ୍ଲାପାଳ ଭାବରେ ଚୟନ କରିଥିଲେ ରାଜୀବ। ଅଳ୍ପ କିଛି ଅଫିସରକୁ ଛାଡ଼ିଦେଲେ ତାଙ୍କୁ ଆଉ କେହି ବି ଚିହ୍ନି ନଥିଲେ। ତୃତୀୟ ଦିନ ସେ ରାତି 1ଟାରେ ସହରର ସ୍ଥିତି ପରଖିବା ପାଇଁ ଗାଉଁଲି ବେଶରେ ବାହାରି ପଡ଼ିଲେ। ଚାଲି ଚାଲି ଯିବା ସହିତ ସେ ସହରରେ ରାତି ଅଧିଆ ଚାଲୁଥିବା କାମ ଉପରେ ନଜର ରଖୁଥିଲେ। ରାସ୍ତା କଡ଼ରେ ଶୋଇଥିବା ଗରିବ ଅସହାୟଙ୍କୁ ଉଠାଇ ତାଙ୍କୁ ତାଙ୍କ ଭଲ ମନ୍ଦ ପଚାରୁଥିଲେ। ଦୂରରୁ ଏସବୁ ଦେଖୁଥିଲେ 2 ଜଣ ପୋଲିସ କର୍ମଚାରୀ। ଏମିତି 7-8 ଜଣ ଲୋକଙ୍କୁ ଉଠାଇ ଜିଲ୍ଲାପାଳ ପଚାରିବା ପରେ 2 ପୋଲିସଙ୍କର ସନ୍ଦେହ ବଢ଼ିଲା। କିଛି ବାଟ ଯିବା ପରେ ସେମାନେ ଆସି ରାଜୀବକୁ ଅଟକାଇଲେ। ପଚାରିଲେ, ହଉ ବାବୁ, ଏତେ ରାତିରେ କୁଆଡ଼େ ଯାଉଛ? ଜିଲ୍ଲାପାଳ କହିଲେ କି ଘରକୁ ଫେରୁଛି। ପୁଣି ପୋଲିସ ପଚାରିଲେ କି ଏତେ ରାତିରେ କୁଆଡ଼େ ଯାଇଥିଲ, ଆଉ କ'ଣ କରିକି ଫେରୁଛ? ତୁମ ସାଥିରେ ଆଉ କିଏ ଅଛନ୍ତି? ଅନ୍ୟମାନେ କୁଆଡ଼େ ଗଲେ? ବାରମ୍ବାର ଏପଟ ସେପଟ ପଚାରିବା ପରେ ଜିଲ୍ଲାପାଳ ବ୍ୟସ୍ତ ହୋଇ କହିଲେ, ମୋତେ ଏତେ କଥା କାହିଁ ପଚାରୁଛନ୍ତି? ମୁଁ ଆପଣଙ୍କର ଏତେ ପ୍ରଶ୍ନର ଉତ୍ତର କାହିଁକି ଦେବି? ପୋଲିସ ବାବୁଙ୍କ ଟିକେ ରାଗ ଚଢ଼ିଗଲା। କହିଲେ, ତାହେଲେ ନିଶ୍ଚୟ ତମେ କିଛି ଏପଟ ସେପଟ କାମ କରିକି ଫେରୁଛ। ଚାଲ ଏବେ ଥାନାକୁ। ଏତିକି କହି ସେ ରାଜୀବକୁ ଜୋର ଜବରଦସ୍ତ ଥାନାକୁ ନେଇଗଲେ। ରାତି ସାରା ଥାନା ହାଜତରେ ରହିବା ପରେ ଜିଲ୍ଲାପାଳ ଯେଉଁ କଥା ସବୁ ଦେଖିଲେ, ଆଉ ପରଦିନ ଥାନା ଭିତରେ ଯାହା ଘଟିଲା ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଦେବ। କିଏ ଥିଲେ ସେ ସାହସୀ ଜିଲ୍ଲାପାଳ? ରାତିରେ ଥାନା ଭିତରେ କ'ଣ ଘଟଣା ଘଟିଲା? ଆଉ ସକାଳ ହେବା ପରେ ଏମିତି କ'ଣ ଘଟିଲା ଯେ ସାରା ଜିଲ୍ଲା ସ୍ତବ୍ଧ ହୋଇଗଲା? ଜାଣିବା ପାଇଁ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖନ୍ତୁ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଯେଉଁମାନେ କମେଣ୍ଟରେ ନିଜ ନାଁ ସହିତ ଜାଗା ନାଁ ଦେବେ ସେମାନଙ୍କ ନାଁ ପର ଭିଡ଼ିଓରେ ଘୋଷଣା ହେବ। ଜିଲ୍ଲାପାଳଙ୍କୁ ନେଇ 2 ପୋଲିସ କନେଷ୍ଟବଳ ଥାନାରେ ପହଞ୍ଚିଲେ। ଥାନା ଇନଚାର୍ଜ ପଚାରିଲେ କି ଆରେ କାହାକୁ ଧରି ଆଣିଛ? କ'ଣ କରିଛି ସେ? ସେଠୁ 2 ପୋଲିସ କନେଷ୍ଟବଳ କହିଲେ କି ସାର୍, ରାତି ଅଧରେ ଏ ଲୋକଟା ସହରରେ ବୁଲାବୁଲି କରୁଥିଲା। ସନ୍ଦେହ ହେବାରୁ ଆମେ ତାକୁ ପଚାରିଲୁ, ତା ଉପରେ ନଜର ରଖୁଥିଲୁ। ରାସ୍ତା କଡ଼ରେ ଶୋଇଥିବା ଲୋକଙ୍କ ଠାରୁ ଟଙ୍କା ପଇସା ଲୁଟି ନେଉଥିଲା। ଆଉ ଆମେ ଯେତେବେଳେ ପଚାରିଲୁ ଆମକୁ ନାଲି ଆଖି ଦେଖେଇଲା, ଆଉ ଏପଟ ସେପଟ କଥା ବି କହିଲା। ତାପରେ ଆମର ସନ୍ଦେହ ବଢ଼ିବାରୁ ତାକୁ ନେଇ ଆସିଛୁ। ସେଠୁ ଏସ୍ଆଇ ଜଣକ କହିଲେ କି ଠିକ୍ କହିଛ, ତାକୁ ହାଜତରେ ଭର୍ତ୍ତି କରିଦିଅ। 2 କନେଷ୍ଟବଳ ଜିଲ୍ଲାପାଳଙ୍କୁ ନେଇ ହାଜତରେ ଭର୍ତ୍ତି କରି ବାହାରୁ ତାଲା ପକାଇଦେଲେ। ହାଜତ ଭିତରେ ଦେଖିବା ବେଳକୁ ଅନ୍ୟ ଜଣେ ଲୋକ ବି ଥିଲେ। ସେଠୁ ସେମାନେ ଏସ୍ଆଇଙ୍କ ପାଖ ଚେୟାରରେ ବସି ପଡ଼ିଲେ। ଏସ୍ଆଇ ପଚାରିଲେ କି ଆରେ ଆଣିଛ ତ? ହଁ ସାର୍। ସେ 2 କନେଷ୍ଟବଳ ଗୋଟିଏ ବ୍ୟାଗରୁ ମଦ ବୋତଲ କାଢ଼ି ଟେବୁଲ ଉପରେ ରଖିଲେ। 4ଟି ଗ୍ଲାସରେ ମଦ ଢାଳି 4 ଜଣ ପୋଲିସ କର୍ମଚାରୀ ମଦ ପିଇବାକୁ ଲାଗିଲେ। ଜିଲ୍ଲାପାଳ ହାଜତ ଭିତରେ ଥାଇ ଏସବୁ ଦେଖୁଥିଲେ। କେମିତି ଡ୍ୟୁଟିରେ ଥାଇ ବି ପୋଲିସ ବାବୁମାନେ ଥାନା ଭିତରେ ମଦ ପିଉଥିଲେ। ଏମିତି 1 ଘଣ୍ଟା ବିତିଗଲା। ତାପରେ ଆରମ୍ଭ ହେଲା ଷଡ଼ଯନ୍ତ୍ର। ପୋଲିସ ଏସ୍ଆଇ ଯିଏକି ସେଦିନ ରାତିର ଇନଚାର୍ଜ ଥିଲେ, ଚୁପ୍ ଚୁପ୍ କରି ସବୁ କନେଷ୍ଟବଳଙ୍କ କାନରେ କ'ଣ ସବୁ କହିବାରେ ଲାଗିଲେ। ହାଜତରେ ଥାଇ ଜିଲ୍ଲାପାଳ ସବୁ ଦେଖୁଥିଲେ। ହେଲେ ସେମାନେ ଚୁପଚାପ କଥା ହେବାକୁ ନେଇ ସେ କିଛି ବୁଝିପାରିଲେନି। କିଛି ସମୟ ବିତିଗଲା। 2 ପୋଲିସ କନେଷ୍ଟବଳ ହାଜତ ଖୋଲିଲେ। ଜିଲ୍ଲାପାଳ ଭାବିଲେ କି ତାଙ୍କୁ ବୋଧେ ସେମାନେ ଛାଡ଼ିଦେବେ। ହେଲେ ସେହି ହାଜତରେ ଥିବା ଅନ୍ୟ ଯୁବକଙ୍କୁ ଟାଣି ଟାଣି ବାହାରକୁ ଥାନା ପଛପଟକୁ ନେଇଗଲେ। ହେଲେ ସେ ଯୁବକ ଜଣକ ଚିତ୍କାର ଛାଡ଼ୁଥାଏ, ସାର୍ ମୁଁ ଦୋଷ କରିନି, ମୋତେ ଦୟାକରି ଛାଡ଼ି ଦିଅନ୍ତୁ। ହେଲେ ସେମାନେ କିଛି ବି ଶୁଣୁନଥିଲେ। ଏପରିକି ସେ ଯୁବକ ଜଣକ ପୋଲିସ କର୍ମଚାରୀଙ୍କ ଗୋଡ଼ ତଳେ ବି ପଡ଼ିଯାଉଥିଲା। କହୁଥିଲା କି ସାର୍, ମୋର ଛୋଟ ଛୋଟ 2ଟା କୁନି ପିଲା ଅଛନ୍ତି। ସେମାନଙ୍କ ରାଣ ଖାଇ କହୁଛି ମୁଁ କିଛି ବି ଦୋଷ କି ଭୁଲ କରିନି। ଆପଣ ଅଯଥାରେ ସନ୍ଦେହ କରୁଛନ୍ତି। କାନ୍ଦି କାନ୍ଦି ହାତ ଯୋଡ଼ି ନେହୁରା ହେଲେ ବି ତାଙ୍କୁ ଛାଡ଼ିଲେନି। ଥାନା ପଛପଟକୁ ନେଇଗଲେ। ଜିଲ୍ଲାପାଳ ବୁଝିପାରୁନଥିଲେ ଥାନାରେ ଏତେ ଜାଗା ଥାଉ ଥାଉ ସେ ଯୁବକଙ୍କୁ ଥାନା ପଛକୁ କାହିଁ ନେଇଗଲେ। ରାଜୀବ ସେମିତି ସେମାନଙ୍କୁ ଅନେଇ ରହିଥିଲେ। ଥାନା ପଛପଟକୁ ନେବାର କିଛି ସମୟ ପରେ ସେ ଯୁବକଙ୍କ ଛାତି ଫଟା ଚିତ୍କାର ଶୁଭିଲା। ବାରମ୍ବାର ସେ କହୁଥିଲେ କି ସାର୍ ମୋତେ ପିଟନ୍ତୁନି, ସାର୍ ମୋତେ ଛାଡ଼ି ଦିଅନ୍ତୁ। ହେଲେ ଚିତ୍କାର କମିବା ପରିବର୍ତ୍ତେ
ବଢି ବଢି ଚାଲୁଥିଲା ଆଉ ବହୁତ ଜୋରରେ ବି ଶବ୍ଦ ଶୁଭୁଥିଲା। ଏମିତି 1 ଘଣ୍ଟା ବିତିଗଲା ଆଉ ଧୀରେ ଧୀରେ ସେ ଯୁବକଙ୍କର ସ୍ୱର ବି ନରମିଗଲା, ଶାନ୍ତ ହୋଇଯାଇଥିଲା ଥାନା ପଛ ପାଖର ପରିବେଶ। କିଛି ସମୟ ପରେ ପୋଲିସ ବାବୁମାନେ ସେ ଯୁବକଙ୍କୁ ଘୋଷାଡ଼ି ଘୋଷାଡ଼ି ଥାନାକୁ ନେଇ ଆସିଲେ ଆଉ ତଳେ ଶୁଆଇ ଦେଇ ତା ମୁହଁରେ ପାଣି ଛାଟିଲେ। କିଛି ସମୟ ପରେ ସେ ଯୁବକର ହୋସ ଆସିଲା। ଏସ୍ଆଇ ପଚାରିଲେ କି ଏଥର ତୁ ତୋର ଦୋଷ ସ୍ୱୀକାର କରୁଛୁ ତ? ତଥାପି ଧୀର ସ୍ୱରରେ ସେ ଯୁବକ କହୁଥାନ୍ତି, ବାବୁ ମୋତେ ଛାଡ଼ିଦିଅ, ମୋର 2ଟା ପିଲା ମୋତେ ଅପେକ୍ଷା କରି ବସିଥିବେ। ଖାଇବାକୁ ତାଙ୍କ ପାଖରେ କିଛି ବି ନଥିବ, ସେମାନେ ଭୋକରେ ମରିଯିବେ ବାବୁ। ହେଲେ ସେ ଯୁବକଙ୍କର ଛାତିଫଟା ଚିତ୍କାର ବୋଧେ ପୋଲିସ ବାବୁଙ୍କୁ ଭେଦୁ ନଥିଲା। ଯୁବକଙ୍କ ପ୍ରତି ଦରଦ ନଥିଲା, ହେଲେ ଦୁଇଟି ଶିଶୁଙ୍କ କଥା ଶୁଣିବା ପରେ ମଧ୍ୟ ପୋଲିସ ବାବୁଙ୍କ ହୃଦୟ ବି ତରଇଲାନି। କନେଷ୍ଟବଳଙ୍କ ହାତକୁ ଗୋଟେ କାଗଜ ଧରାଇ ଦେଲେ ଏସ୍ଆଇ ବାବୁ। କନେଷ୍ଟବଳ ସେ କାଗଜରେ ଯୁବକଙ୍କ ଟିପ ଚିହ୍ନ ନେଇଗଲେ। ଏତେବେଳ ଯାଏଁ ଜିଲ୍ଲାପାଳ ଦ୍ୱନ୍ଦ୍ୱରେ ଥିଲେ। ଯେତେବେଳେ ପୋଲିସ ଯୁବକଙ୍କ ଠାରୁ କାଗଜରେ ଟିପ ନେଲେ ତାଙ୍କୁ କିଛି କିଛି ବୁଝା ପଡ଼ିଲା। ଟିପ ଚିହ୍ନ ନେଇ ସାରିବା ପରେ ସେ ଅଧାମରା ଯୁବକଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ହାଜତରେ ପକାଇଦେଲେ। ରାତି ପାଇ ସକାଳ ହେବାକୁ ଆଉ 2 ଘଣ୍ଟା ବାକି ଥିଲା। ପୋଲିସ ବାବୁମାନେ ଯାଇ ନିଜ ନିଜ ଚେୟାରରେ ଶୋଇପଡ଼ିଲେ। ସକାଳ ହେଲା। ଗୋଟିଏ ରାତିରେ ଜିଲ୍ଲାପାଳ ବହୁତ କିଛି ବୁଝି ଯାଇଥିଲେ। କେମିତି ରହିଛି ସହରର ମାନଚିତ୍ର, ସହରର ରକ୍ଷକ ସାଜିଥିବା ବାବୁମାନେ ରାତିରେ କ'ଣ କାମ କରୁଛନ୍ତି, ସବୁକିଛି ଏବେ ସ୍ପଷ୍ଟ ହୋଇ ସାରିଥିଲା। ଏବେ ସାମ୍ନାକୁ ଆସିବାର ଥିଲା ଜିଲ୍ଲାପାଳଙ୍କର ଅସଲି ରୂପ। ହାଜତରେ ଭର୍ତ୍ତି କରିବା ପୂର୍ବରୁ କନେଷ୍ଟବଳ ଜିଲ୍ଲାପାଳଙ୍କୁ ଚେକ୍ କରିବା ପାଇଁ ଭୁଲି ଯାଇଥିଲା। ତ ଜିଲ୍ଲାପାଳଙ୍କ ପାଖରେ ତାଙ୍କର ଫୋନ ଥିଲା। ସେ ଫୋନ କାଢ଼ି ତୁରନ୍ତ ଏସ୍ପି ଆଉ ଉପଜିଲ୍ଲାପାଳଙ୍କୁ ଫୋନ ଲଗାଇଲେ। ସକାଳୁ ସକାଳୁ ଜିଲ୍ଲାପାଳଙ୍କ ଫୋନ ଦେଖି ଏସ୍ପି ସାର୍ ବି ଚମକି ପଡ଼ିଲେ। ଫୋନରେ ସେମାନଙ୍କୁ ତୁରନ୍ତ ଥାନାକୁ ଆସିବା ପାଇଁ କହିଲେ। ସକାଳ 7ଟା ବାଜିଥିଲା। ଥାନା ଆଗରେ ଯେମିତି ଦୁଇଟି ନାଲିବତୀ ଲାଗିଲା ଦେଖିକି ପୋଲିସ ବାବୁମାନେ ଛାନିଆ ହୋଇ ପଡ଼ିଲେ। ଉପଜିଲ୍ଲାପାଳ ଓ ଏସ୍ପି ଗାଡ଼ିରୁ ଓହ୍ଲାଇ ଥାନା ଭିତରକୁ ପଶିଲେ। 2 ଅଫିସରକୁ ଦେଖି ଥାନା କର୍ମଚାରୀ ଏତେ ଡରି ଯାଇଥିଲେ ଯେ ଠିକରେ ସ୍ୟାଲୁଟ ବି ମାରିପାରିଲେନି। ଇନ୍ସପେକ୍ଟରଙ୍କୁ ତୁରନ୍ତ ଥାନାରେ ହାଜର ହେବା ପାଇଁ ଏସ୍ପି ନିର୍ଦ୍ଦେଶ ଦେଲେ। ଆଉ 10 ମିନିଟ ଭିତରେ ଆସି ଥାନାରେ ହାଜର ହୋଇଗଲେ ଇନ୍ସପେକ୍ଟର। ଦିନସାରା କାମ କରି ଇନ୍ସପେକ୍ଟର ଘରକୁ ଯାଇଥିଲେ ବିଶ୍ରାମ ନେବାକୁ। ଥାନାରେ ଆସି ପହଞ୍ଚିବା ପରେ ଏସ୍ପି ସାର୍ ପଚାରିଲେ କି ତମ ଥାନାରେ କ'ଣ ଚାଲିଛି? ଟିକେ ହଡ଼ବଡ଼େଇ ଯାଇ ଇନ୍ସପେକ୍ଟର କହିଲେ କି ନାଇଁ ସାର୍, କିଛି ବି ତ ଅସୁବିଧା ହେଇନି। ଏସ୍ପି ପଚାରିଲେ କି ରାତି ପେଟ୍ରୋଲିଂରେ କିଏ ଯାଇଥିଲେ? 2 କନେଷ୍ଟବଳ ଆଗକୁ ଆସି କହିଲେ ସାର୍ ଆମେ ଯାଇଥିଲୁ। ଏସ୍ପି ପଚାରିଲେ ରାତିରେ ସବୁ ଠିକ୍ ଥିଲା ତ? ସେମାନେ ବି ମୁହଁ ତଳକୁ କରି ହଁ ମାରିଲେ। ସେଠୁ ଏସ୍ପି ସାର୍ ହାଜତ ଆଡ଼କୁ ଅନାଇ କହିଲେ ଏ 2 ଜଣ କିଏ? ଏସ୍ଆଇ ଜଣକ ଆଗକୁ ଆସି କହିଲେ କି ସାର୍, ଇଏ ରାତିରେ ଚୋରି କରୁଥିଲା, ଆମ କନେଷ୍ଟବଳ ତାକୁ ଉଠେଇ ଆଣିଛନ୍ତି। ଏସ୍ପି ସାର୍ ଏତିକି ଶୁଣିଛନ୍ତି କି ନା ସେ ଏସ୍ଆଇଙ୍କ ଗାଲରେ ଏକ ଶକ୍ତ ଚାପଡ଼ା ବସାଇଦେଲେ ଆଉ ରାଗରେ ଇନ୍ସପେକ୍ଟରଙ୍କୁ ଅନାଇଲେ। ସେତେବେଳେ ଯାଏଁ ବି ଇନ୍ସପେକ୍ଟର ଜାଣିପାରୁନଥିଲେ କି କ'ଣ ହୋଇଛି ବୋଲି। ଏସ୍ପି ନିର୍ଦ୍ଦେଶ ଦେଲେ କି ତୁରନ୍ତ ସାର୍ଙ୍କୁ ହାଜତରୁ କାଢ଼। କନେଷ୍ଟବଳ ଦୌଡ଼ିକି ଯାଇ ଜିଲ୍ଲାପାଳଙ୍କୁ ହାଜତରୁ କାଢ଼ିଲେ। ଏସ୍ପି ସାର୍ ଜିଲ୍ଲାପାଳଙ୍କୁ ନମସ୍କାର କରିବା ସହିତ ହ୍ୟାଣ୍ଡସେକ୍ କଲେ ଆଉ କଡ଼ା ସ୍ୱରରେ କହିଲେ କି ସାର୍ ହେଉଛନ୍ତି ଆମର ଜିଲ୍ଲାପାଳ। ତମେମାନେ ଯଦି ଜିଲ୍ଲାପାଳଙ୍କୁ ଚିହ୍ନି ପାରୁନ ଆଉ ତାଙ୍କ ସହିତ ଏମିତି କାଣ୍ଡ କରୁଛ, ତାହେଲେ ସାଧାରଣ ଲୋକଙ୍କ ସହିତ କ'ଣ କ'ଣ କରୁନଥିବ। ଜିଲ୍ଲାପାଳ ବୋଲି ଜାଣିବା ପରେ ସବୁ ପୋଲିସଙ୍କର ଯେମିତି ରକ୍ତ ଶୁଖିଗଲା, ମୁଣ୍ଡରେ ବଜ୍ର ପଡ଼ିଲା। ସାଙ୍ଗେ ସାଙ୍ଗେ ଜିଲ୍ଲାପାଳଙ୍କ ଗୋଡ଼ ତଳେ ଲମ୍ବା ହୋଇ ପଡ଼ିଗଲେ ଆଉ କହିଲେ କି ସାର୍, ଆମର ଭୁଲ ହୋଇଗଲା, କ୍ଷମା କରିଦିଅନ୍ତୁ। ଜିଲ୍ଲାପାଳ ରାଗରେ କମ୍ପିଲେ। କହିଲେ ଜଲ୍ଦି ମୋ ଗୋଡ଼ ଛାଡ଼, ନହେଲେ ତମମାନଙ୍କୁ ସସ୍ପେଣ୍ଡ ନୁହେଁ ବହିଷ୍କାର କରିବି। ଉପଜିଲ୍ଲାପାଳ ବି ରାଗିକି ପୋଲିସ ବାବୁମାନଙ୍କୁ ପ୍ରବଳ ଗାଳି ଦେଲେ। ଏସ୍ପି କହିଲେ କି ସାର୍, ରାତିରେ ମୋତେ ଟିକେ ଫୋନ କହିଦେଇଥିଲେ ଏତେ କଥା ହୋଇନଥାନ୍ତା। ସେଠୁ ଜିଲ୍ଲାପାଳ କହିଲେ କି ରାତିରେ ଯଦି ଫୋନ କହିଥାନ୍ତି ତାହେଲେ ଏତେ କଥା ମୋତେ କେମିତି ମାଲୁମ ପଡ଼ିଥାନ୍ତା? ଏତେ କଥା? ଆଶ୍ଚର୍ଯ୍ୟ ହୋଇ ଏସ୍ପି ପଚାରିଲେ। ସେଠୁ ଜିଲ୍ଲାପାଳ ଜଣେ କନେଷ୍ଟବଳଙ୍କୁ ଅନାଇ କହିଲେ କି ତୁରନ୍ତ ସେ ଯୁବକଙ୍କୁ ହାଜତରୁ ବାହାର କର। ସେ କନେଷ୍ଟବଳ ଯାଇ ଯୁବକଙ୍କୁ ହାଜତରୁ ବାହାର କଲେ। ସେ ଯୁବକ ଜଣକ
ନିଜ ଗୋଡ଼ରେ ଚାଲିବାକୁ ସକ୍ଷମ ନଥିଲେ। କଷ୍ଟେ ମଷ୍ଟେ ଚାଲି ଚାଲି ଜିଲ୍ଲାପାଳଙ୍କ ସାମ୍ନାକୁ ଆସିଲେ। ଏସପି ପଚାରିଲେ କି ଇଏ କିଏ ସାର୍? ଜିଲ୍ଲାପାଳ କହିଲେ କି ଅପେକ୍ଷା କରନ୍ତୁ, ସେ ନିଜ ମୁହଁରେ ସବୁ କଥା କହିବେ। ଜିଲ୍ଲାପାଳ ସେ ଯୁବକଙ୍କୁ ପଚାରିଲେ କି ବାବୁ, ତମର କଣ ହେଇଛି ଆଉ ତମକୁ କାହିଁକି ପୋଲିସ ନେଇ ଆସିଛି? ସବୁ ସତ କଥା କୁହ। ତମ ସାମ୍ନାରେ ଏସପି ସାର୍, ଜିଲ୍ଲାପାଳ ଆଉ ଉପ ଜିଲ୍ଲାପାଳ ସାର୍ ଅଛନ୍ତି। ସେ ଯୁବକ ଜଣକ ସମସ୍ତଙ୍କୁ ଥରେ ଥରେ ଅନାଇଲେ ଆଉ ହାତ ଯୋଡ଼ି କହିଲେ କି ସାର୍, ମୋ ନାଁ ରାଜୁ, ମୁଁ ଜଣେ ଇଲେକ୍ଟ୍ରିସିଆନ। ସେ କାମ କରି ମୁଁ ପେଟ ପୋଷେ। ମୋର ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି। ସ୍ତ୍ରୀ କିଛି ଦିନ ତଳେ ମରିଯାଇଛନ୍ତି। ତେଣୁ ମୁଁ କାମରୁ ଶୀଘ୍ର ଫେରି ପିଲାଙ୍କ କଥା ବୁଝେ। କିଛି ଦିନ ତଳେ ଜଣେ ଧନୀ ଲୋକଙ୍କ ଘରକୁ ମୁଁ କାମ କରିବା ପାଇଁ ଯାଇଥିଲି ଆଉ କାମ ଠିକ ଠାକ କରିକି ପଳେଇ ଆସିଲି। ହେଲେ ମୋ ଭାଗ୍ୟ ଖରାପ ଥିଲା। ପରଦିନ ପୁଣି ବାବୁ ଘରୁ ଡାକରା ଆସିଲା। ପୁଣି କାମ ଥିବ ଭାବିକି ମୁଁ ସେଠାକୁ ଗଲି। ଗଲା ବେଳକୁ ଦେଖିଲି ଯେ ତାଙ୍କ ଘରୁ 50,000 ଟଙ୍କା ଚୋରି ହୋଇଯାଇଛି। ସେ ମତେ ପଚାରିଲେ କି ତମେ ସେ ଟଙ୍କା ଦେଖିଛ କି? ମୁଁ ତ ତାଙ୍କ ଟଙ୍କା ଦେଖିନଥିଲି। ଆଉ ଚୋରି କରିବା ଛାଡ଼, ମୁଁ ମନା କଲି। ତାଙ୍କ ମ୍ୟାନେଜର ବାଧ୍ୟ କରିକି ଯେତେ ଥର ପଚାରିଲେ ମୁଁ ମନା କଲି ନେଇନି ବୋଲି, ଆଉ ସେଠାରୁ ପଳେଇ ଆସିଲି। ହେଲେ ପରଦିନ ପୋଲିସ ବାବୁମାନେ ଆସି ମତେ ଉଠାଇ ନେଲେ। ମତେ ଥାନା ପଛକୁ ନେଇ ପ୍ରବଳ ମାଡ଼ ମାରିଲେ ଆଉ ବାଧ୍ୟ କଲେ କି ଚୋରି କରିଛି ବୋଲି ସ୍ୱୀକାର କରିବା ପାଇଁ। ମୁଁ ଯେତେ ନେହୁରା ହେଲେ ବି ସେମାନେ ମତେ ଛାଡ଼ିଲେନି। ଗାଈ ଗୋରୁ ପରି ପିଟି ଚାଲିଲେ। ଶେଷରେ ମୋ ଟିପ ଚିହ୍ନ ନେଇଯାଇଛନ୍ତି। ଏତିକି କହି ସେ ଜିଲ୍ଲାପାଳଙ୍କ ଗୋଡ଼ ଧରି ପକାଇଲା ଆଉ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। କହିଲା ସାର୍, ମୁଁ ମୋ ଛୁଆଙ୍କ ରାଣ ଖାଇ କହୁଛି, ମୁଁ ସେ ଟଙ୍କା ନେଇନି। ଜିଲ୍ଲାପାଳ ତାଙ୍କୁ ଉଠାଇଲେ ଆଉ ଏସପିଙ୍କୁ ଅନେଇ କହିଲେ କି ରାଜୁର ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି। ଗତ ରାତିରୁ ସେମାନେ ଉପାସରେ ଅଛନ୍ତି। ରାଜୁ ଯେତେ ବି ପିଲାଙ୍କ କଥା କହି ନେହୁରା ହେଲା, ସେମାନେ ଶୁଣିଲେନି। ଜବରଦସ୍ତି ଚୋରି କରିଛୁ ବୋଲି କହି ସେମାନେ ତାର ଟିପ ଚିହ୍ନ ନେଇଗଲେ ଆଉ ଟିପ ଚିହ୍ନ ନେଇ ତା ନାଁରେ କେସ୍ କରିଦେଲେ। ଆଉ ମୋ କଥା ତ ଛାଡ଼। ଘରୁ ବାହାରିଥିଲି ସହରର ଅବସ୍ଥା ଦେଖିବାକୁ। ଚାଲି ଚାଲି ଯାଉଥିଲି। କିଏ କାମରୁ ଘରକୁ ଫେରୁଥିଲା ତ କିଏ ରାତି ଅନ୍ଧାରରେ ତାର କଳା କାରନାମା ଚଳାଉଥିଲା। ରାସ୍ତା କଡ଼ରେ ଅତି ବିପଜ୍ଜନକ ଭାବରେ ଶୋଇଥିଲେ ଗରିବ ଲୋକମାନେ। ମୁଁ ସେମାନଙ୍କୁ ଉଠାଇ ସେମାନଙ୍କ ହାଲଚାଲ ବୁଝିବା ସହିତ ସେମାନଙ୍କ ପାଖରୁ ତଥ୍ୟ ନେଉଥିଲି। କିଛି ବାଟ ଯିବା ପରେ ବାଇକରେ 2 ଜଣ ପୋଲିସ ଦେଖାଗଲେ। ରାତି ଅନ୍ଧାରରେ ସେମାନେ ଦେହଜୀବୀଙ୍କ ଠାରୁ ବଟି ଆଦାୟ କରୁଥିଲେ। ଚୋରା ମଦ ଦୋକାନୀଙ୍କ ଠାରୁ ଟଙ୍କା ନେଇ ସେମାନଙ୍କୁ ରାତିରେ ମଦ ବିକିବା ପାଇଁ ପ୍ରୋତ୍ସାହିତ କରୁଥିଲେ। ମୁଁ ଲୁଚି ଲୁଚି ସେମାନଙ୍କୁ ଦେଖିଦେଇଥିଲି ବୋଲି ସେମାନେ ବୋଧେ ଜାଣି ଦେଇଥିଲେ। ତାପରେ ସେମାନେ ମୋ ପାଖକୁ ଆସି ମତେ ଇଆଡୁ ସିଆଡୁ ପ୍ରଶ୍ନ କରି ମତେ ଥାନାକୁ ନେଇ ଆସିଲେ ଆଉ ଥାନା ଭିତରେ ବସି ଡ୍ୟୁଟିରେ ଥିବା ଅବସ୍ଥାରେ ମଦ ପିଇଲେ। ଏମିତି ଚାଲିଛି ଆପଣଙ୍କ ଥାନା। ଆପଣଙ୍କ ନାକ ତଳେ ପୋଲିସ ଏମିତି କରି ଚାଲିଛି। ତଦନ୍ତ ନକରି ଜଣେ ନିର୍ଦ୍ଦୋଷକୁ ଜୋର ଜବରଦସ୍ତ ଦୋଷୀ ବନେଇ ଜେଲ ପଠାଉଛି। ଏସପିଙ୍କୁ ଚାହିଁ ଜିଲ୍ଲାପାଳ ଟିକେ ରାଗିଗଲେ। କହିଲେ ତୁରନ୍ତ ସବୁ ପୋଲିସକୁ ସସ୍ପେଣ୍ଡ କରନ୍ତୁ ଆଉ କାଲି ଜିଲ୍ଲାର ସବୁ ପୋଲିସକୁ ଡାକନ୍ତୁ। ମୁଁ ନିଜେ ସେମାନଙ୍କୁ ତାଗିଦ କରିବି। ଜିଲ୍ଲାପାଳଙ୍କ ପାଖରୁ ଏମିତି କଥା ଶୁଣି ଏସପିଙ୍କ ମୁହଁ ତଳକୁ ହୋଇଗଲା। କାରଣ ସେ ନିଜେ ଜାଣିନଥିଲେ କି ତାଙ୍କ ଅଗୋଚରରେ ଏମିତି ହେଉଥିବ ବୋଲି। କାରଣ ଜିଲ୍ଲା ପୋଲିସର ମୁଖିଆ ଭାବରେ ତାଙ୍କର ବି ଉତ୍ତରଦାୟିତ୍ୱ ରହିଥିଲା। ସେ ତୁରନ୍ତ ସବୁ ପୋଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ କଲେ। ଆଉ ପରଦିନ ସବୁ ପୋଲିସକୁ ଡକାଇ ଏକ ବଡ଼ ମିଟିଂ କରାଗଲା। ଜିଲ୍ଲାପାଳ ନିଜେ ସେଠାରେ ରହି କଡ଼ା ଭାଷାରେ ସମସ୍ତଙ୍କୁ ତାଗିଦ କଲେ। କହିଲେ ଯଦି କେହି ବି ପୋଲିସ କର୍ମଚାରୀ ତାର ଦାୟିତ୍ୱ ଭୁଲିଯାଇ ଏପଟ ସେପଟ କାମ କରେ ତାହେଲେ ସିଧାସଳଖ ସସ୍ପେଣ୍ଡ କରାଯିବ। ତା ପରଦିନ ସେ ନିଜ ଅଧୀନସ୍ଥ କର୍ମଚାରୀଙ୍କୁ ଡାକିଲେ ଆଉ ସହରର ଫୁଟପାଥରେ ଶୋଉଥିବା ଲୋକଙ୍କ ଲିଷ୍ଟ ମାଗିଲେ। 10 ଦିନ ଭିତରେ ଲିଷ୍ଟ ଆସି ତାଙ୍କ ପାଖରେ ପହଞ୍ଚିଗଲା। 10 ଦିନ ପରେ ଏକ ବଡ଼ ମିଟିଂ କରାଗଲା। ସେଥିରେ ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ସମେତ ସେହି ଅଞ୍ଚଳର ସରପଞ୍ଚମାନେ ଯୋଗଦେଲେ। ଲିଷ୍ଟରେ ଥିବା ସବୁ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସେ ସମସ୍ତଙ୍କୁ ନିର୍ଦ୍ଦେଶ ଦେଲେ। 2 ମାସ ଭିତରେ ଫୁଟପାଥରେ ଶୋଉଥିବା ସମସ୍ତଙ୍କୁ ଘର ମିଳିଗଲା। ସମସ୍ତେ ଜିଲ୍ଲାପାଳଙ୍କର ଜୟ ଜୟକାର କଲେ। ସେବେଠୁ ଜିଲ୍ଲାରେ ଜିଲ୍ଲାପାଳଙ୍କ ଚର୍ଚ୍ଚା ବଢ଼ିଗଲା। ସାଧାରଣ ଲୋକମାନେ ଜିଲ୍ଲାପାଳଙ୍କୁ ଭଗବାନ ବୋଲି ମାନୁଥିଲେ ଆଉ ଅଧିକାରୀମାନେ ଭୟରେ ଥରୁଥିଲେ। ତ କାହାଣୀ ଏତିକି ଥିଲା। ଜିଲ୍ଲାପାଳଙ୍କର ଏହି ମହାନତା ସମ୍ପର୍କରେ ଆପଣଙ୍କ ମତ କମେଣ୍ଟ ବକ୍ସରେ ନିଜ ନାଁ ଆଉ ଜାଗା ସହିତ ଦେବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ବେଲ୍ ଆଇକନକୁ ବି ଅନ୍ କରିଦେବେ।